ମୁଁ ପ୍ରଥମରୁ କଂଗ୍ରାଚୁଲେସନ୍ କରିବି ଯେ ଆଜି ପୁରୀ ଡ୍ୟାନ୍ସ ଏକାଡେମୀ ତାଙ୍କର ସିଲଭର ଜୁବଲି ବନାଉଛନ୍ତି। ଗୋଟେ ସଂସ୍ଥାଟାକୁ ଆରମ୍ଭ କରିବା ଯେତିକି କଷ୍ଟ ତାକୁ ଆଗକୁ ନେବା ସେତିକି କଷ୍ଟ, କାରଣ 25 ବର୍ଷ କାଳ ମେହନତ କରି ପଇସା ଖର୍ଚ୍ଚ କରି ପିଲାଙ୍କୁ ଶିଖାଉଛନ୍ତି ଆମ ଓଡ଼ିଶୀ ଡ୍ୟାନ୍ସକୁ ବଞ୍ଚାଇବା ପାଇଁ। ଯେମିତି ଆପଣମାନେ ଜାଣିଲେ ଆମେ ସବୁ ଆଧୁନିକ ହେଇଗଲେଣି। ଆଜିକାଲି ସେ ପାଶ୍ଚାତ୍ୟ ଲୋକ ଭାରତବର୍ଷର କଳାକୁ ଭୁଲିଗଲେଣି ଆଉ ପାଶ୍ଚାତ୍ୟ ଜଗତରେ କରୁଛନ୍ତି। ଯେଉଁଟାକି ଆମର ସାଲସା ହେଲେ ଅନ୍ୟ ଡ୍ୟାନ୍ସ ଗୁଡ଼ା କରୁଛନ୍ତି, କିନ୍ତୁ ଓଡ଼ିଶୀ ଡ୍ୟାନ୍ସ କରୁନାହାନ୍ତି। ଓଡ଼ିଶୀ ହେଉଛି ଗୋଟେ କ୍ଲାସିକାଲ ଡ୍ୟାନ୍ସ, ଯେଉଁଟାକି ଆମ ମନ୍ଦିର ମାନଙ୍କୁ ଷ୍ଟାର୍ଟ ହେଇଥିଲା। ଯେତେବେଳେ ଜଗନ୍ନାଥ ଶୋଉଥିଲେ ମାହାରୀ ମାନେ ଡ୍ୟାନ୍ସ କରୁଥିଲେ, ଗାନା ଗାଉଥିଲେ। ତେଣୁ ଓଡ଼ିଶୀ ଡ୍ୟାନ୍ସ ହେଉଛି ଆମ ଭାରତବର୍ଷର ଗୋଟେ 6ଟି ମେନ୍ ଡ୍ୟାନ୍ସ ଭିତରୁ ଗୋଟିଏ ହେଲା। ତେଣୁ ଓଡ଼ିଶୀ ଡ୍ୟାନ୍ସକୁ ବଞ୍ଚେଇବା ଆମମାନଙ୍କ କର୍ତ୍ତବ୍ୟ। ଆମର ଯେଉଁ ନାରାୟଣ ପାଣ୍ଡେ ଅଛନ୍ତି, ଏଇ ସଂସ୍ଥାଟିକୁ ଓଡ଼ିଶୀ ପୁରୀ ଡ୍ୟାନ୍ସ ଏକାଡେମୀକୁ 25 ବର୍ଷ ତଳେ କରିକିରି ଆମ ବହୁତ ପିଲାଙ୍କୁ ଏଇ ଓଡ଼ିଶୀ ଡ୍ୟାନ୍ସରେ ଶିଖାଇ ସାରିଲେଣି। ତେଣୁ ଆମେ ତାଙ୍କୁ ଧନ୍ୟବାଦ କରିବା। ଏଇ ଯେଉଁ କଳାଟା ଆସ୍ତେ ଆସ୍ତେ ଲୋପ ପାଇଯାଉଥିଲା ବଞ୍ଚେଇ ରଖିଛନ୍ତି। ଆଉ ଆମ ଓଡ଼ିଶାରେ ଓନ୍ଲି 7-8ଟି ଏକାଡେମୀ ଅଛି ଯେଉଁଠି ଓଡ଼ିଶୀ ଡ୍ୟାନ୍ସ ଶିଖାଉଛି। ଗୋଟେ ବ୍ୟାଚ୍ ଯଦି 30 ଜଣ ପିଲା ଯାଉଥିବେ ତାହେଲେ 150ରୁ 200 ପିଲା ପଢ଼ୁଛନ୍ତି। ତେଣୁ ଆମ ଓଡ଼ିଶାରେ 5 କୋଟି ଲୋକଙ୍କ ଭିତରେ 150-200 ପିଲା ଖାଲି ଓଡ଼ିଶୀ ଶିଖୁଛନ୍ତି। ତେଣୁ ଆମେ ଭାବିବା ଆଉ 20-30 ବର୍ଷ ପରେ ଓଡ଼ିଶାର ଅବସ୍ଥା କ'ଣ ହେବ। ଲୋକଙ୍କର ଆନନ୍ଦ ଇଚ୍ଛା ନଥିବ, ପଇସା ନଥିବ, ମାନସିକତା ନଥିବ। ତେଣୁ ଏଇ ଯେଉଁ କଲଚର ଆମ ପରମ୍ପରା, ଆମର ଡ୍ୟାନ୍ସକୁ ବଞ୍ଚେଇ ରଖିବା ନିହାତି ଦରକାର। ନହେଲେ ଆସ୍ତେ ଆସ୍ତେ ଲୋକ ଆକୁ ଭୁଲିଯିବେ ଆଉ 100 ବର୍ଷ ବେଳକୁ ଓଡ଼ିଶାର କେହି ଜାଣିନଥିବେ। ତ ସେଇ ଆମର ମହାପ୍ରଭୁଙ୍କର ଯେଉଁ ପାରମ୍ପରିକ ସଙ୍ଗୀତ ନୃତ୍ୟ ଓଡ଼ିଶୀ ନୃତ୍ୟ ଆଜି ସାରା ବିଶ୍ୱରେ ପ୍ରସିଦ୍ଧ। ସେଥିପାଇଁ ଆ ନା ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା। ଭାରତର ଯେଉଁ ଶାସ୍ତ୍ରୀୟ ନୃତ୍ୟ ଗୁଡ଼ିକ ରହିଛି 8 କୋଟି ଶାସ୍ତ୍ରୀୟ ନୃତ୍ୟ, ତନ୍ମଧ୍ୟରୁ ଓଡ଼ିଶୀ ନୃତ୍ୟ ସର୍ବସ୍ୱ ସୁନ୍ଦର ନୃତ୍ୟ, ଲାସ୍ୟମୟ ନୃତ୍ୟ। ସେଇ ଆ ନାଁ ହେଇଛି ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା। ତ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଇଏ ଶ୍ରୀମନ୍ଦିର ନୃତ୍ୟ। ଆକୁ ମୁଁ ଏ ମହାପ୍ରଭୁଙ୍କ ପାଖରେ ନୃତ୍ୟ ମୁଁ 1990 ମସିହାରୁ ନୃତ୍ୟ ଶିକ୍ଷା ଆରମ୍ଭ କଲି। ସେବୁଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବାରେ ମୁଁ କରିଆସୁଛି। ତ ମୁଁ ଠିକ୍ 2000 ମସିହାରେ ମୋର ପ୍ରଥମ ପୁରୀ ଡ୍ୟାନ୍ସ ଏକାଡେମୀ ସେଇ ବର୍ଷ ରେଜିଷ୍ଟ୍ରେସନ୍ ହୋଇଥିଲା ଏବଂ ସେଇ ବର୍ଷ ପ୍ରଥମ କାର୍ଯ୍ୟକ୍ରମ କରିଥିଲି, ଯାହାକି ଗଜପତି ମହାରାଜା ଗୁରୁ କେଳୁଚରଣ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଆସିଥିଲେ। ଏବଂ ଆଜି ତାର 25 ବର୍ଷ ପୂର୍ଣ୍ଣ ହୋଇଛି। ଏଇ ଭିତରେ ଆମେ 3ଟି କାର୍ଯ୍ୟକ୍ରମ କରିଅଛୁ। ୟା ପୂର୍ବରୁ ଆମେ ମେ ମାସରେ, ଏପ୍ରିଲ ମାସରେ 2ଟି କାର୍ଯ୍ୟକ୍ରମ କରୁଛୁ, ମାହାରୀ ଏବଂ ଓଡ଼ିଶୀ କାର୍ଯ୍ୟକ୍ରମ କରୁଛୁ। ଏବଂ ଏଇ 2 ଦିନ ହେଉଛି ଅନ୍ତିମ ସନ୍ଧ୍ୟା, ଯାହାକି ଆମର ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମେ ମୁଖ୍ୟ ୟାର ଉଦ୍ଦେଶ୍ୟ। ଏବଂ ଆମ ପୁରୀର ଯେଉଁ କଳା, ଯେଉଁ ସଂସ୍କୃତି, ଯେଉଁ ଆମର ଭାଷା ରହିଛି, ଯେଉଁ ଓଡ଼ିଆ ଭାଷା, ଏଇ ଜଗନ୍ନାଥଙ୍କର କଥାକୁ ପ୍ରଚାର ପ୍ରସାର କରିବା ପାଇଁ ଆମେ ଓଡ଼ିଶୀ ଶିକ୍ଷା ଦେଉଛୁ ପିଲାମାନଙ୍କୁ। ଏବଂ ମୋର ଅନେକ ଛାତ୍ରଛାତ୍ରୀ ମଧ୍ୟ ବାହାରିକରି ଏବଂ ମୋ ଜୁନିୟର ମାନେ ଆଜି ପୁରୀର ଯେଉଁ ନୃତ୍ୟକୁ ସାରା ବିଶ୍ୱରେ ପରିଚିତ କରିଛନ୍ତି। ଏବଂ ବହୁତ କମ୍ ଦେଖିବାକୁ ମିଳୁଛି ଓଡ଼ିଶୀ ନୃତ୍ୟ। ତ ଆମେମାନେ କେତେଜଣ ଏମିତି ଅଛୁ ଯାହାକି ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ଆଗରେ ରହିଛୁ। ଏବଂ ଆଉ ବିଶେଷ କରି ପୁରୁଷର ସମସ୍ତ କଳାପ୍ରେମୀ ବନ୍ଧୁଗଣ ମାନେ, ପ୍ରେସ୍ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆ ମାନେ ଯେଉଁ ସହଯୋଗ କରିଛନ୍ତି, ଆଶା କରୁଛି ମହାପ୍ରଭୁଙ୍କର ଏଇ ଯେଉଁ କଳା ଆପଣମାନଙ୍କର ମାଧ୍ୟମରେ ଏହା ପ୍ରଚାର ପ୍ରସାର ହେଉ, ଏହାର ମୂଳ ଲକ୍ଷ୍ୟ। ଏବଂ ଛୋଟ ଛୋଟ ପିଲାମାନଙ୍କୁ ଯେଉଁ ମହାପ୍ରଭୁଙ୍କ ବିଷୟରେ, ଆମର କଳା ଓ ସଂସ୍କୃତି ବିଷୟରେ ଆମେ ଏଇ ଯେଉଁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ କେବଳ ଶିକ୍ଷା ପାଏ ଏବଂ ସେ ଭବିଷ୍ୟତରେ ଆମ ଭାଷା, ଆମ ସଂସ୍କୃତି ପ୍ରଚାର ପ୍ରସାର କରିବାର ସେ ଜଣେ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଏବଂ ଜଣେ ସୁଦକ୍ଷ